ଯେଉଁମାନଙ୍କର ଥାର୍ଡ ସିଲେକ୍ସନରେ ମଧ୍ୟ କୌଣସି ବି କଲେଜ ଆସିଲା ନାହିଁ, ଆଉ ଯେଉଁମାନେ କଲେଜ ଚେଞ୍ଜ କରିବାକୁ ଚାହୁଁଛନ୍ତି, ଆଉ ଯେଉଁମାନେ ଅନର୍ସ ଚେଞ୍ଜ କରିବାକୁ ଚାହୁଁଛନ୍ତି, ଆଉ ଯେଉଁମାନେ ଆଡମିସନ କରିକିନି ଚେଞ୍ଜ କରିବାକୁ ଚାହୁଁଛନ୍ତି, ସେମାନେ ସ୍ପଟରେ ପକେଇ ପାରିବେ। ଆଉ ସ୍ପଟରେ କେମିତି ପକେଇବେ, ସ୍ପଟର ଡେଟ୍ କେବେ ଅଛି, ତାହା ମୁଁ ଏଇ ଭିଡ଼ିଓରେ କହିବି। ତ ଭିଡ଼ିଓକୁ ଏଣ୍ଡ ପର୍ଯ୍ୟନ୍ତ ଦେଖନ୍ତୁ, ଭଲ ଭାବରେ ବୁଝିପାରିବେ। ପ୍ରଥମେ ଏଇଠି ଦେଖ, 18 ଜୁଲାଇରୁ 22 ଜୁଲାଇ ଯାକେ ତମର ଥାର୍ଡ ରାଉଣ୍ଡ ଆଡମିସନ ଥିଲା, ମାନେ ଲାଷ୍ଟ ରାଉଣ୍ଡ ଆଡମିସନ ଯୋଉଟା କି ଥିଲା। ଠିକ ଅଛି, ସେଇଟା ତମର କଣ ହେଇଛି ନା, ସେଇଟା ତମର ସରି ଯାଇଛି। କେବେ ସରିଲା ନା 22 ତାରିଖରେ ତମର ସରିଲା। 18 ଜୁଲାଇରୁ 22 ଜୁଲାଇ ଯାକେ ଥିଲା। ବୁଝିପାରିଲ କି ନାହିଁ? କିନ୍ତୁ ତମେ ମାନେ କେମିତି ଆପ୍ଲାଏ କରିବ, ମାନେ ସ୍ପଟ କେମିତି ଆପ୍ଲାଏ କରିବ, ତାହାର ମଧ୍ୟ ଡେଟ୍ ଏଇଠି ଦେଖ। ତମର ସ୍ପଟ ଡେଟ୍ ରହିଛି 25 ଜୁଲାଇ 2024, ମାନେ 25 ଜୁଲାଇ ଠାରୁ 10ଟା ଠାରୁ ତମର ଷ୍ଟାର୍ଟ ହେଉଛି 28 ଜୁଲାଇ 11:45 PM ଯାକେ ରହୁଛି। ବୁଝିପାରିଲ କି ନାହିଁ? ଦେଖ 10ଟା AM ମାନେ ସକାଳ 10ଟାରୁ ଷ୍ଟାର୍ଟ ହବ 25ରୁ 28 ଯାକେ ତମର ଅଛି ଡେଟ୍। ଠିକ ଅଛି, 11:45 ଯାକେ ତମର ମାନେ ଆପ୍ଲାଏ ଡେଟ୍ ରହୁଛି। ଯେଉଁମାନଙ୍କର ଟୋଟାଲ ଆଡମିସନ ହୋଇନାହିଁ ସେମାନେ 1ରୁ ଅଧିକ ଚୁଜ୍ କରିପାରିବେ, ଆଉ ଯେଉଁମାନଙ୍କ ଆଡମିସନ ହୋଇଅଛି ସେମାନେ ମଧ୍ୟ ଚୁଜ୍ କରି ପକେଇ ପାରିବ। ଫାଷ୍ଟରୁ କହିଅଛି, ଠିକ ଅଛି। କିନ୍ତୁ ଏଠି ତମର 25ରୁ ଯୋଉ 28 ରହିଛି, 25ରୁ ତମେ 28 ଭିତରେ ଯୋଉ ସ୍ପଟ ଆଡମିସନ କରିବ ତାର ଅନଲାଇନ ଆପ୍ଲାଏ ହବ। ତ ଲିଷ୍ଟ ଦେଖିନି ତମକୁ ମାନେ ଆପ୍ଲାଏ କରିବାକୁ ପଡିବ। କୋଉ ଲିଷ୍ଟ ଦେଖିବ ନା, ଭ୍ୟାକେନ୍ସି ଲିଷ୍ଟ ତମକୁ ଦେଖିବାକୁ ପଡିବ। ଯୋଉ ତମକୁ ଭ୍ୟାକେନ୍ସି ଲିଷ୍ଟ ତମେ କେମିତି ଦେଖିବ ତାହା ବି ମୁଁ କହୁଛି। ଦେଖ, ତମେ ସାମ୍ସର ଅଫିସିଆଲ ୱେବସାଇଟକୁ ଆସି ସାରିଲା ପରେ ଏଇଠି ତମକୁ ଦେଖେଇବ କଲେଜ ୱାଇଜ ଷ୍ଟ୍ରେନ୍ଥ ଆଡମିସନ ଆଉ ଭ୍ୟାକେନ୍ସି ହେଲା। ଭ୍ୟୁ ମୋରକୁ ଆସି ଦେଖିବ, ମିସ୍ ରିପୋର୍ଟକୁ ଦେଖିବ, ତାପରେ ତାକୁ କ୍ଲିକ୍ କରିବ। ତାପରେ କ୍ଲିକ୍ କଲା ପରେ ତମର ଏଇପରି ଗୋଟେ ପେଜ ଶୋ ହେବ। ଠିକ ଅଛି, ଏଇଠି ତମେ ଅନର୍ସ ରିପୋର୍ଟ ଯୋଉ ଲେଖା ହେଇଛି ଆ ଉପରେ କ୍ଲିକ୍ କରିବ। ଠିକ ଅଛି, ଆ ଉପରେ କ୍ଲିକ୍ କଲା ପରେ ତମର ଏଇପରି ଗୋଟେ ପେଜ ଶୋ ହବ। ଏପଟେ ଶୋ ହେଲା। ତାପରେ ଏଇଠି ତମେ କଣ କରିବ, ଡିଷ୍ଟ୍ରିକ୍ଟ ଦବ, ତମର ବ୍ଲକ ଦବ, ତମେ ସିଲେକ୍ଟ କରିବ ତମର ଡିଷ୍ଟ୍ରିକ୍ଟଟା, ତମ ବ୍ଲକଟା ତମେ ସିଲେକ୍ଟ କରିବ। ତାପରେ ଏକାଡେମିକ ସିଜନ ତମେ ମାନେ 2024-25 ରଖିବ। ତାପରେ ଦେନ୍ ତମେ କଣ କରିବ ନା, ଶୋ ଉପରେ କ୍ଲିକ୍ କରିବ। ଶୋ ଉପରେ କ୍ଲିକ୍ କଲା ପରେ ତମକୁ ତମ କଲେଜ ନେମ୍ ଏଠି ଦେଖେଇବ। ଦେଖ ଭଲ କିନି ଏଠି ପୁରା ଦେଖିନିଅ, କଲେଜ ନେମ୍ ଏଠି ଆସିଯିବ। ତାପରେ ତମର ଷ୍ଟ୍ରିମ୍, ତମେ ଯୋଉ ବି ଷ୍ଟ୍ରିମରେ ମାନେ କରିବାକୁ ଚାହୁଁଛ ସେ ଷ୍ଟ୍ରିମଟା ଦେଖିବ। ଠିକ ଅଛି, ତମର ଯୋଉ ଅନର୍ସ ଦେଖିବ, ତମେ ଧର ଇକୋନୋମିକ ହେଇଥିବ କିମ୍ବା ଏଜୁକେସନ ହେଇଥିବ। ଏଇଠି ତମକୁ ଗୋଟେ ଜିନିଷ ମୁଁ ବୁଝାଉଛି, ଭଲ ଭାବରେ ବୁଝିଯାଅ ଯେ ତମର ଦେଖ ଷ୍ଟ୍ରିମ୍ ଧର ଆର୍ଟସ ଅଛି ହେଲା, ତମର ଇକୋନୋମିକ ଅନର୍ସ ଅଛି, ଜଣଙ୍କର ଏଜୁକେସନ ଅନର୍ସ ଅଛି। ଆଚ୍ଛା, ତାର ସିଟ୍ କେତେ ଅଛି ସେ କଲେଜରେ ସିଟ୍ ଅଛି 16ଟି। ଟୋଟାଲ ଆଡମିସନ କରୁଛନ୍ତି କେତୋଟି, 2ଟି ଆଡମିସନ କରୁଛନ୍ତି, ମାନେ 2 ଜଣ କରୁଛନ୍ତି। ଆଉ କେତୋଟି ଭ୍ୟାକେନ୍ସି ଫାଙ୍କା ଅଛି ନା 14ଟି ଭ୍ୟାକେନ୍ସି। ତମେ ଭଲ ଭାବରେ ଏଠି ଜୁମ୍ କରି ମୁଁ ଦେଖେଇ ଦଉଛି, 14ଟି ଭ୍ୟାକେନ୍ସି ତମର ଫାଙ୍କା ଅଛି। ଠିକ ଅଛି, ଏଠି ଯଦି ତମେ ଆରାମସେ ଆପ୍ଲାଏ କରୁଛ ତାହେଲେ ତମର ଏଠି କଣ ହେଇଯିବ, ଆପ୍ଲାଏ ହୋଇଯିବ, ମାନେ ସ୍ପଟରେ ଆଡମିସନ ହୋଇଯିବ। ଦେନ୍ ଦେଖ ତମର ଯେ ଏଜୁକେସନ ଅନର୍ସ ହୋଇଥିବ, 16ଟି ସିଟ୍ ଅଛି, 6 ଜଣ ଜମାରୁ କଣ ଆଡମିସନ ହୋଇଛନ୍ତି, ଆଉ 10 ଜଣଙ୍କର ଫାଙ୍କା ଅଛି। ତମେ ଏଠି ବି ଯଦି ଏଜୁକେସନ ଯଦି ତମର ଅନର୍ସ ଯଦି ଚେଞ୍ଜ କରିବାକୁ ଚାହୁଁଛ, ତମର କୌଣସି ବି ଅନର୍ସ ଅଛି, ତାହେଲେ ତମେ ମାନେ ଏଜୁକେସନ ବି ଯଦି କରିବାକୁ ଚାହୁଁଛ ତାହେଲେ ଏଠି 10ଟି ସିଟ୍ ଫାଙ୍କା ଅଛି। ଏଇପରି ତମେ କଣ କରିବ ନା, ତମର କଲେଜ ଡିଷ୍ଟ୍ରିକ୍ଟ ୱାଇଜ ତମେ ଏଠି ସିଲେକ୍ଟ କରିପାରିବ। ଧରନ୍ତୁ ଡିଷ୍ଟ୍ରିକ୍ଟ ୱାଇଜ ତମେ କଣ ସିଲେକ୍ଟ କରିବ, ଯେକୌଣସି ଡିଷ୍ଟ୍ରିକ୍ଟ ତମେ ଧରନ୍ତୁ ଏଠି ଧର ପୁରୀ ହଉ, ପୁରୀରେ ସେମିତି ବ୍ଲକ ସିଲେକ୍ଟ କରିବ। ବ୍ଲକ ସିଲେକ୍ଟ କରିବା ପରେ ତାପରେ ଏକାଡେମୀ ସିଲେକ୍ଟ କରିବ। ତାପରେ ଏକାଡେମୀ କିଛି ନାହିଁ, ତମେ ମାନେ ବ୍ଲକ ସିଲେକ୍ଟ କରିବ ହେଲା। ପୁରୀ ଲେଖିଲ, ସିଲେକ୍ଟ କଲ, ତାପରେ 24-25 ମାଇଲ। ତାପରେ ତମର କଣ ଆସିବ ନା, କଲେଜରେ ଯେତକ ବି ତମର ଭ୍ୟାକେନ୍ସି ଅଛି ଆସିଯିବ। ତମାନେ ଏମିତି ହିଁ ତମେ ମାନେ ଭ୍ୟାକେନ୍ସି ଜାଣିବ, ମାନେ ଭ୍ୟାକେନ୍ସି ଜାଣିଦେଲ, ହଁ ମୁଁ ଏଇ କଲେଜରେ ପକେଇବି, ମୋର ଆସିଯିବ ଏତିକି ଭ୍ୟାକେନ୍ସି ଅଛି, ଯାହା ବେଲେ ମୁଁ ପକେଇଲେ ଆରାମସେ ମୋର ସ୍ପଟ ଆଡମିସନ ହୋଇଯିବ। କିନ୍ତୁ କଟ ଅଫ୍ ମଧ୍ୟ ଜାଣିବାର ତମର ଅଛି, କଟ ଅଫ୍ ମାର୍କ କେତେ ଅଛି। ଠିକ ଅଛି, କଟ ଅଫ୍ ମଧ୍ୟ ଜାଣି ରଖ, କଟ ଅଫ୍ ନ ଜାଣିଲେ ପୁଣି ଅସୁବିଧା ହେଇଯିବ। କଟ ଅଫ୍ ମାର୍କ ଯୋଉଟା, ଠିକ ଅଛି, ଯୋଉ ହେଇଛି କଟ ଅଫ୍ ମାର୍କ ଉପରେ କ୍ଲିକ୍ କରିବ। ଦେନ୍ ତମର ଏଇଭଳି ଗୋଟେ ଇଣ୍ଟରଫେସ ଆସିଯିବ। ଠିକ ଅଛି, ତାପରେ ତମେ ଏଠି ସିଲେକ୍ସନ କରିବ, ତମର କଲେଜଟା ସିଲେକ୍ସନ କରିବ, ଡିଷ୍ଟ୍ରିକ୍ଟ ସିଲେକ୍ସନ କରିବ। ଡିଷ୍ଟ୍ରିକ୍ଟ କଟକଟା ସିଲେକ୍ଟ କରିଦେଲେ, ତାପରେ 14 ଡିଗ୍ରୀ କଲେଜ 14 ସେଟା ସିଲେକ୍ଟ କରିଦେଲେ। ଦେଖ ଷ୍ଟ୍ରିମ୍ ରହିଛି କଣ, ଆର୍ଟସ ରହିଛି। ଆର୍ଟସ ର କଣ ଅନର୍ସ ଦେଖ, ସବଜେକ୍ଟ ତମର ରହିଛି ଇଂଲିଶ ରହିଛି, ହିଷ୍ଟ୍ରି ରହିଛି। ଇଂଲିଶରେ କେତେ କଟ ଅଫ୍ ଯାଉଛି, 35। ଏଠି ହିଷ୍ଟ୍ରି ମଧ୍ୟ ଜେନେରାଲଙ୍କର 35 ଯାଉଛି, ହିଷ୍ଟ୍ରିରେ ମଧ୍ୟ 35 ଯାଉଛି। ଦେଖ ତାପରେ ଦେଖ ତମର କଣ ରହିଛି,
ନା ଏଠି ଦେଖ ଓଡ଼ିଆରେ ରହୁଛି କଟଅଫ ରହିଛି 51, ପଲିଟିକାଲ ସାଇନ୍ସର 41, ଏଇପରି ତମର ସବୁ ରହିଛି। ତମେ ଏଇପରି ହିଁ ସବୁ ଦେଖିପାରିବ। ଦେଖ ଫିଲୋସଫିର ରହିଛି କେତେ 35 ରହିଛି, ସାଂସ୍କ୍ରିଟରେ 36 ମଧ୍ୟ ରହିଛି। ଏଇପରି ତମର ଏଇଠି ଦେଖ ଗୋଟେ ଜିନିଷ ଯୋଉଥିରେ ମନେ ରଖିଥାଅ, ଯୋଉଥିରେ ଇକୋନୋମିକ ଏଠି ରହିଛି, ଏଠି ଟୋଟାଲ ଏସି ଯୋଉ ଜେନେରାଲ କର ନାହିଁ କଟଅଫ ନାହିଁ, ଏସି ନା ଏସଟି କାହାର ବି ଏଠି କଟଅଫ ଦିଆଯାଏ ନାହିଁ। କାହିଁକି ଦିଆଯାଏ ନାହିଁ? କାହିଁକି ନା ଏଠି ସିଟ୍ ତମର ଫିଲ୍ଅପ୍ ଅଛି, ସେଥିପାଇଁ କଟଅଫ ଦେଖଉନି। ଯୋଉମାନଙ୍କର ସିଟ୍ ମାନେ ଫିଲ୍ଅପ୍ ନାହିଁ, ଯେମିତିକି ସାଂସ୍କ୍ରିଟର ସିଟ୍ ଏଠି ଫିଲ୍ଅପ୍ ନାହିଁ, ସେଥିପାଇଁ ସେଠି କ'ଣ କରୁଛି ନା କଟଅଫ ଦେଖଉଛି। ଏଠି କିନ୍ତୁ କ'ଣ ହେଇଛି ନା ଏଠି ସିଟ୍ ତମର ପୁରା ଫିଲ୍ଅପ୍ ହେଇଯାଇଛି, ମାନେ ଏଠି ଆଡମିସନ ଟୋଟାଲି ହେଇସାରିଛି ଅଲରେଡି, ଆଉ ସିଟ୍ ତମର ଫାଙ୍କା ନାହିଁ, ସେଥିପାଇଁ ଏଠି ତମର କଟଅଫ ଦେଖଉ ନାହିଁ। ମନେ ରହିଲା କି ନାହିଁ? ଆଚ୍ଛା, କୋଉ କୋଉ କଲେଜରେ କେତେ ଭ୍ୟାକେନ୍ସି ଅଛି ତମେ ଜାଣିପାରିଲ, କେମିତି ସେମିତି ଜାଣିପାରିବ। ତାପରେ କଟଅଫ କୋଉ କୋଉ କଲେଜରେ କେତେ ଆସୁଛି, ଯେମିତି ମୁଁ କହିଲି ସେମିତି ମଧ୍ୟ ଦେଖିପାରିବ। କିନ୍ତୁ ମେନ୍ କଥା ହଉଛି ତମେ ମାନେ ଏବେ ଆପ୍ଲାଏ କେମିତି କରିବ। ମେନ୍ କଥା ଆପ୍ଲାଏ ତମେ କେମିତି କରିବ ନା ଷ୍ଟୁଡେଣ୍ଟ ଲଗଇନ୍ ଉପରେ କ୍ଲିକ୍ କରିବ। ଷ୍ଟୁଡେଣ୍ଟ ଲଗଇନ୍ ଉପରେ କ୍ଲିକ୍ କଲା ପରେ ତମକୁ କ'ଣ କରିବାକୁ ପଡ଼ିବ ନା ଏଠି ଆଡମିସନ ଯୋଉମାନେ ହୋଇସାରିଛନ୍ତି, ଗୋଟେ ଜିନିଷ ମନେ ରଖନ୍ତୁ, ଆଡମିସନ ଯୋଉମାନେ ନେଇ ସାରିଛନ୍ତି ସେମାନେ ଅପର ଅପସନ ଚୁଜ୍ କରିବେ। ଠିକ ଅଛି, ଅପର ଅପସନ ଚୁଜ୍ କଲା ପରେ ତାପରେ କ'ଣ କରିବେ ନା କ୍ଲିକ୍ କରିବେ। ଆଉ ଯୋଉମାନେ ଟୋଟାଲି ଆଡମିସନ ହୋଇନାହାନ୍ତି, ଠିକ ଅଛି, ଯୋଉମାନେ ଟୋଟାଲି ଆଡମିସନ ହୋଇନାହାନ୍ତି ସେମାନେ କ'ଣ କରିପାରିବେ, କୌଣସି ଅପସନ ତମେ ଚୁଜ୍ କରିପାରିବେ। ଠିକ ଅଛି, ବୁଝିପାରିଲେ ସମସ୍ତେ? କିଛି ବି ଡାଉଟ୍ ଥିଲେ କମେଣ୍ଟ କରିବ। ଯଦି କିଛି ବି ଡାଉଟ୍ ଅଛି ଟେଲିଗ୍ରାମରେ ମଧ୍ୟ ଜଏନ୍ ହେଇକିନି ମୋତେ ଜଣେଇପାରିବେ, ମୁଁ ତମର ସବୁ ଡାଉଟ୍ କ୍ଲିୟର କରିଦେବି। ଆଜି ପାଇଁ ଥିଲା ଏତିକି ଭିଡ଼ିଓ। ଆଶା କରୁଛି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ଏଭଳି ଆଗକୁ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ କରିବେ। ଜୟ ହିନ୍ଦ, ବନ୍ଦେ ମାତରମ୍।